କହିବି ସବୁ କହିବି, ଟିକେ ସମୟ ଦିଅନ୍ତୁ। ଆଚ୍ଛା, ଇଏ ପିଲାର ଓଜନ କେତେ ଥିଲା? 140 କିଲୋ। ବଜେଟ୍ କେତେ? 1,40,00,000। କିଲୋ କେତେ ପଇଲା? ବୁଝିପାରୁଛ ନା? କିଲୋ 1,00,000 ଟଙ୍କା। ମୋର କିଲୋ କେତେ? ମୁଁ ରହୁଛି 94 କିଲୋ। 94 ଲକ୍ଷ। ଭାଇ ମୁଁ 94 ଲକ୍ଷ ଟଙ୍କା ଦେଉଛି, ମୋତେ ଟିକେ ହିରୋ କରିଦେଲେ ହନ୍ତାନି। ତମେ ଯଦି ସମସ୍ତଙ୍କ ମୁଣ୍ଡରେ ହାତ ଥୋଇଦେଲ ସୁପରଷ୍ଟାର ହେଇଯିବେ, ମୁଁ ବି ଟିକେ ସୁପରଷ୍ଟାର ହେଇଯାଆନ୍ତି। ମୁଁ ବି ଆଉ 1,00,000 ଟଙ୍କା କିଲୋ ପଇଲେ ମୁଁ ବି 1,00,000 ଟଙ୍କା ଲେଖା ଦେଇକି ମୁଁ ବି ସୁପରଷ୍ଟାର ହେଇଯିବି। ଆଉ ଗୋଟେ ନୂଆ ସୁପରଷ୍ଟାର ଜନ୍ମ ନେଲେ। କାହିଁକି କହିଲ, ସମସ୍ତଙ୍କୁ ଜନ୍ମ କରିଥିଲେ। ସବୁବେଳେ କହୁଛନ୍ତି ମୁଁ ଜନ୍ମ କରିଛି ୟାକୁ, ମୁଁ ଜନ୍ମ କରିଛି ତାକୁ, ମୁଁ ଜନ୍ମ କରିଛି ତାକୁ। ବିନା ଟ୍ୟାଲେଣ୍ଟରେ ସିଏ ସୁପରଷ୍ଟାର ହେଲେ। ବିନା ଟ୍ୟାଲେଣ୍ଟରେ କିଏ ସୁପରଷ୍ଟାର? ମନୋଜ ଭାଇ କ'ଣ ଭୁଲ କହିଛି? ଯାହାର ଟ୍ୟାଲେଣ୍ଟ ନଥିବ ସେ ସୁପରଷ୍ଟାର ହେଇପାରିବ। ଯଦି ଏଇ ପିଲା, ମୁଁ କାହା ନାଁ ନେବିନି, ଏଇ ପିଲା ଯଦି ସୁପରଷ୍ଟାର ହେଇଗଲେ ତାହେଲେ ଆମେ ଜାଣିବା ଆଙ୍କ ଯେଉଁ କଥା ଗୁଡ଼ା କହୁଥିଲେ ସବୁ ମୁଁ ସୁପରଷ୍ଟାର ଜନ୍ମ କରିଛି, ତାହେଲେ ସତ୍ୟ ହେବ। ଆଉ ଭାଇ ମୋର କ'ଣ କହିଥିଲେ ଯେ ଟଙ୍କାରେ ପୋତିଦେବି। ଭାଇ 2023 ମସିହାରେ UCCରେ 500 ଟଙ୍କା ଦେଇପାରିନଥିଲେ। 500 ଟଙ୍କା ଲେଖା 18 ମସିହାରୁ 23 ମସିହା ପର୍ଯ୍ୟନ୍ତ 500 ଟଙ୍କା ଲେଖା ଦେଇପାରୁନଥିଲେ। ଅଣ୍ଡରଟେକିଂ ଲେଖିକି UCCରେ ଦେଇଛନ୍ତି। ମୋର ଅଭାବ ଯୋଗୁଁ ମୁଁ ପଇସା ଦେଇପାରୁନଥିଲି। ଭାଇ ଏତେ ପଇସା ହେଇଗଲା ଯେ ମାନେ ଟଙ୍କାରେ ପୋତିଦେବେ। ଭାଇ ଗର୍ବ ସହିବ। ହେ ପ୍ରଭୁ ତାଙ୍କୁ ସଦ୍ବୁଦ୍ଧି ଦଉ। ଭାଇ ଗର୍ବ ଭଗବାନ କାହାର ସହିନାହାନ୍ତି। ଇଏ ବାବୁ ଏମିତି କାହିଁ ହେଉଛନ୍ତି ଜୋକରଙ୍କ ଭଳିଆ? ଯାହା ମାନେ ତା ସମସ୍ତଙ୍କ ନାଁରେ କହିଦେଉଛନ୍ତି। ସମସ୍ତେ ମାନେ କ'ଣ ସମସ୍ତେ ଏଠି କ'ଣ ମାନେ ତମ ଘର ମାନେ ହଳିଆ? ଯାହା ମାନେ ତା ନାଁରେ, ଯାହା ନାଁରେ। ଆମେ ବର୍ତ୍ତମାନ ଜାଣିବା ପାଇଁ ଚାହିଁବୁ ଆପଣଙ୍କୁ ଯେ ଫିଲ୍ମଟା ଆପଣ ଦେଖିଲେ ଆଉଟପୁଟ୍ ବା ନିଷ୍କର୍ଷଟା କ'ଣ କହିଲେ ଟିକେ ସାରାଂଶରେ? ଫିଲ୍ମ ମୁଁ ଦେଖିଲା ପରେ ଯାହା ଦେଖିଲି, ଯଦି ବସନ୍ତ ନାୟକ ବଞ୍ଚିଥାନ୍ତେ ଏ ଫିଲ୍ମ କରେଇ ଦେଇନଥାନ୍ତେ। ସିଏ ଆଇ ଲଭ୍ ୟୁ, ଇଏ ଆଇ ଲଭ୍ ୟୁ ଭିତରେ ଆକାଶ ପାତାଳ ଫରକ ଅଛି। ଆଉ ସିଏ ଅନୁଭବ, ଇଏ ମାନେ ବହୁତ ଫରକ ଅଛି। ଆପଣ ମାନେ ଯଦି ଦେଖିଥିବେ କିଏ ବି ମାନେ ଫିଲ୍ମ ମୁଁ ନିଜେ ଦେଖିଲି। ମୁଁ କାହା ପାଇଁ କହୁନି ଯେ ମୁଁ ନେଗେଟିଭ୍ କହିବାକୁ ଏଠିକି ଆସିଛି। ମାନେ ଫିଲ୍ମ ବିଷୟରେ ମୁଁ ଯେତିକି ଆନାଲିସିସ୍ କଲି, ଏବେ 24 ମସିହାରେ ଇଏ ଯଦି 10-15 ବର୍ଷ ପୂର୍ବରୁ ହେଇଥାନ୍ତା ଏଇ ଫିଲ୍ମ, ଏଇ ଷ୍ଟୋରି, ତାହେଲେ କିଛି ସେତେବେଳେ ଚାଲି ଯାଇଥାନ୍ତା। ଇଏ ଜମାନାରେ, ଇଏ ଯେଉଁ ରିଆଲିଟିକ୍ ଜମାନାରେ, ଇଏ ଯେଉଁ ମାନେ ଏଠି ସବୁ ଯେତେବେଳେ ଏଣ୍ଟରଟେନମେଣ୍ଟ ନଥିଲା, ସେତେବେଳେ କାହାଣୀ ମାଣି କରିକି ସବୁ ଚଲାଉଥିଲେ। ଇଏ ଏଣ୍ଟରଟେନମେଣ୍ଟ ଜମାନା, ଘରେ ପାଖରେ ମୋବାଇଲ ରହୁଛି, କେଡ଼େ କେଡ଼େ ମାନେ ମୁଭି କେମିତି ବନଉଛନ୍ତି। ଇଏ ଜମାନାରେ ଇଏ ସିନେମା ଆମେ କହିପାରିବା ପ୍ରଡ୍ୟୁସର ଓ ଡାଇରେକ୍ଟର ଅପଡେଟ୍ ନାହାନ୍ତି। ଶୁଣନ୍ତୁ, ମୁଁ କହିଲେ ସେଟା ଭଲ ଲାଗିବନି। ଅଡ଼ିଏନ୍ସ କହିବେ। ଆପଣମାନେ ସିନେମା ଦେଖନ୍ତୁ। ମୁଁ ଦେଖିଲି, ମୋ ଭିଉ ମୁଁ ଦେଲି। ଆପଣମାନେ ବି ଦେଖନ୍ତୁ। ଏ ସିନେମା ଆପଣଙ୍କୁ କେତେ ଟର୍ଚର କରିବ। 5ରୁ କେତେ ଦେବେ ଆପଣ? 5ରୁ ନମ୍ବର ଆଉ ସିଆଡ଼ିକି ଅଛି କି? ବୁଝିପାରୁଛନ୍ତି? ଆଉ ତଳ ଆଡ଼େ କ'ଣ ନମ୍ବର ଅଛି? ଯଦି 0 ତଳେ ଆଡ଼େ ନମ୍ବର କ'ଣ ଅଛି କି? ଯଦି ସିଆଡ଼କୁ ଆଜି ଟର୍ଚର ହେଇଛନ୍ତି ଆପଣ? ଫୁଲ୍ ଟର୍ଚର ହେଇଛି। ମାନେ ମାଇଣ୍ଡ ଗେମ୍। ହଁ ଶୁଣନ୍ତୁ, ଯଦି ସବୁ କଳା ଲୋକ ଭାଲୁ ହେଇଯିବେ, ଏଇ ଯେଉଁ କଥାଟା କହିଛି, ମୋତେ କହିନାହାନ୍ତି, କାହାକୁ କହିଥିବେ ଭଗବାନ ଜାଣନ୍ତି। ତାଙ୍କ ଭାଇମାନଙ୍କ ସାଙ୍ଗେ ଝଗଡ଼ା ଚାଲି ତା ଭାଇମାନଙ୍କୁ ବି କହିପାରେ। କିନ୍ତୁ କୌଣସି କଳା ଲୋକକୁ ଏମିତି ଭାଲୁ କହିଲେ କେଡ଼େ କେଡ଼େ ମାନେ କଳା ଲୋକ ବହୁତ ବଡ଼ ବଡ଼ ଲୋକ ଅଛନ୍ତି, ସମସ୍ତେ କ'ଣ ଭାଲୁ ହେଇଯିବେ? ଏ ପ୍ରଭୁ ତାଙ୍କୁ ସଦ୍ବୁଦ୍ଧି ଦଉ। କାହିଁକି କହିଲ, ଇଏ ଏମିତି କାହାକୁ ଆକ୍ଷେପ କରନ୍ତୁନି। ତମେ ସିନେମାକୁ ପ୍ରମୋସନ୍ କର, ନିଜକୁ କ'ଣ ପ୍ରମୋସନ୍ କରୁଛ? ଦେଖିବେ ଆପଣ ଯେଉଁଠି ଦେଖିବେ କହିବେ ମୁଁ ଅମୁକ ନାୟକର ପୁଅ। ଆରେ
ବାପା ନାଁଟା ବାର କାହିଁ କହୁଛ? ଲୋକମାନେ ତୁମକୁ କ'ଣ ଭାବିବେ ତାହେଲେ? ଅଲଗା କଥା ଭାବିଦେବେ ତ ବାର କ'ଣ ବାପା ନାଁଟା ତାହେଲେ ଟିକେ 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 କଥାରେ ବାପା ନାଁ ମୁଁ ଅମୁକର ପୁଅ। ଭାଇ ସିଲଟ ମାରିଦେଉନ, ସିଲଟରେ ଓଳେଇକି ନାଁଟା ମାରିଦେଉନ, ଭଲ ହେବ। ସମସ୍ତେ ଦେଖିବେ ଯେ ମୁଁ ଅମୁକର ପୁଅ ବୋଲି। ବାର କ'ଣ ବାପା ନାଁ କହିବ? ଭାଇ ବାପାର ସୁପୁତ୍ର କୁପୁତ୍ର ଜନ୍ମ ହୋଇଛନ୍ତି। ଇଏ କେଉଁ ପୁତ୍ର ମାନେ ମୁଁ କହୁନି, ମୁଁ କାହିଁ କହିବି? ଏସବୁ ଜିନିଷ ଓଲିଉଡର ପାଇଁ ଭବିଷ୍ୟତ ପାଇଁ ଭଲ ସଂକେତ ନୁହେଁ। କେମିତି ନୁହଁ, ଏ ଜିନିଷ କମ୍ ଶୁଣ ଅପଡେଟ୍ ନୁହଁ, ଅପଡେଟ୍ ନୁହଁ। ଅପଡେଟ୍ ଭାଇ ସିନେମା କର, ଓଡ଼ିଆ ଇଣ୍ଡଷ୍ଟ୍ରି ବଞ୍ଚାଅ, ଅପଡେଟ୍ କର। ଏମିତିଆ ଏ ସବୁ ଯେଉଁ ଲୋକ ଗୁଡ଼ା ଅଛନ୍ତି ଆସୁଛନ୍ତି ଫିଲ୍ମ ଦେଖୁଛନ୍ତି, ହଁ ଠିକ୍ ଅଛି, କିନ୍ତୁ ଆକ୍ଚୁଆଲି ଯେଉଁମାନେ ଇଣ୍ଟେଲିଜେଣ୍ଟରେ ଫିଲ୍ମ ଇଣ୍ଟେଲିଜେଣ୍ଟ ଲୋକ ଦେଖିବେନି। ସେ ଜମାନା ନାହିଁ, ଆଉ ସେ ସରିଯାଇଛି। ସେ ଯେଉଁ କାହାଣୀ ମାଣି ସେ ସବୁ ସରିଯାଇଛି। ଇଏ ଜମାନାରେ ରିଏଲିଟି ଜୋନ୍। ଆପଣ ଯେତେବେଳେ ପ୍ରଯୋଜକ ଭାବରେ ଯଦି ଆପଣଙ୍କୁ କହିଲେ ଏମିତି ଗୋଟେ ଫିଲ୍ମ କର, ଆପଣଙ୍କର ଏମିତି କିଛି କରିଛନ୍ତି? କେବେ କରିବିନି। ମୁଁ ବେକାର ଫିଲ୍ମ କରିଛି 2-3ଟା। ମୁଁ ଆଉ କହୁଛି, ମୁଁ ଆଗରୁ ଯେଉଁ ବେକାର ଫିଲ୍ମ କରିଛି, ମୋ ମାଇଣ୍ଡ ଗେମ୍ ପରେ ମୁଁ ନିଜକୁ ନିଜେ ଫିଲ୍ମ କରିଛି। ମୁଁ କଥା ଦେଲି ମୋତେ ଯୋଗୀ ଯେଉଁ କରିଛି ସବୁ ବେକାର ଫିଲ୍ମ କରିଛି। କାହିଁକି ମାନିବାକୁ ପଡ଼ିବ ନା? ଯେଉଁଟା ଭଲକୁ ଭଲ କହିବ, ଖରାପ କାହିଁକି ଖରାପ କହିବିନି? ମୁଁ ସେତେବେଳେ ଜାଣିନଥିଲି, ମୁଁ ବେକାର ଫିଲ୍ମ ବନେଇଥିଲି। ଆଉ ମାଇଣ୍ଡ ଗେମ୍ ଆପଣମାନେ ଦେଖିଛନ୍ତି? ସେ କେମିତିଆ ଫିଲ୍ମ? ସେ କେଉଁ ଜମାନାର ଫିଲ୍ମ? ଲାଟେଷ୍ଟ ଜମାନା ଫିଲ୍ମ। ତା ପିକ୍ଚରାଇଜେସନ୍ ଦେଖିଛନ୍ତି? କେମିତି କି ପିକ୍ଚରାଇଜେସନ୍, ତା ପ୍ରପର୍ଟି ଦେଖିଛନ୍ତି, ତା ଲୁକ୍ ଦେଖିଛନ୍ତି, ତା ଇଏ ଦେଖିଛନ୍ତି? ଏଥର ଦେଖନ୍ତୁ ଏଥିରେ କ'ଣ ଅଛି, କାହାଣୀ କ'ଣ, କୁଆଡ଼େ ଯାଉଛି, କ'ଣ କରୁଛି, କିଛି